आम एक आउ गोटे खतरनाक जगह नहीं आसचु जो गोटे परिवार रे एका सांगे विष पीकी मरी जाते से जगह हूँ आमर बालेश्वर आम से जगह ना भी आम कहूँ कि देखी दिंतु सेमती भी ये बर्तमान कहीं भी नहांती आम टे भितर बुलवा कहीं रोडटा जो माने भी जाती पटे रोडटा देखिए एठी एक्सीडेंट हबाटी हम कंपलसरी होची मध्य कारण एठी जो परिवार रोते सेठी कह जाए जे किसी एक्टिविटी देखा आ कि प्रेतात्मा एवं सुधा अतृप्त होगी बुलूं आम देखा भीतर जाकि मैंने जगह पूरा खतरनाक जगह आराम से देखिए कि आराम से देखी ये रोते घर पूरा बखरा भल हो सब जगह एमती कौन आसल ये ना ये लिखा है भूत कोठी आसुन माने दिन बेले आसुन देख पूरा देखते संपूर्ण घर ये भय लगे एक्चुअली भूत कोठी जीवा देखिए कि टोटाल दे रिस्क नबानी देखु संपूर्ण घर ये अरे बापरे मैंने ये दिन बेले भी आसला भय लगे भाई दिन बेले भय भी लगुच पूरा घरटा ना बापरे खाली जंगल संपूर्ण जंगल ना अच्छे गोटे जिन ना आम सब देखा ना भितर भी जा ओरे बापरे अबे पूरा खतरनाक भी ये जगह अबे दिन बेले मत भय लगुच सतरे एक्चुअली नहीं अरे मैंने पूरा जंगल रे भरपूर हाँ रोडटा से ना सेपटे गोटे घर अच्छे से अबे एत खतरनाक भी माने भूत ऑलरेडी लिखाई भूत कोठी देखु लिखाई भूत कोठी भूत कोठी ओ बोपालो हमर एक्चुअली सतरे यही जगहटा ही प्रकृति खतरनाक है पूरा भय लगे पूरा भय लगे जगह हाँ किसी तो एक्टिविटी माने स्पिरिट अच्छी निश्चिंत मुझे ग्यारेंटी दे कहूँ स्पिरिट निश्चिंत किसी अच्छी एठी माने मत सेमती भी फिल हो पूरा फिल होमती वे एत खतरनाक बे जगह भल नहीं हाँ भल नहीं जगह टोटाल भल नहीं बे एक्चुअली पूरा ये सब भी गली पड़ो कौन गली पड़ो तो 5-6 वर्ष लोक नहांती हाँ लोक कहते बा 5-6 वर्ष देखुन अगणाटा बर्तमान यहाँ ना अगणाटा भांगी रुचि गला सब ना बापरे पूरा ओहो ये जिन पड़ी पूरा संपूर्ण घर ये दीर्घ 5-6 वर्ष है ये आउ कहीं रोना ये अलरेडी भूत कोठी ये भी सब लेखा लेखी माने विभिन्न जिनस माने जान माने एठी भूत कोठी देखंतु भूत भूतुणी भूत कोठी अमर राति आसिया ना भय लगुच कि देखा कौन माने दिन बेले देख एमती लगुच राति ये रही पार एक्चुअली तो पूरा सत कथा कहूँ जमी भी ये किसी ना कि गोटे बाहर जमी हो
କମ୍ପଲସରି ବାହାରିବ। ଏଠି କେହି କାଟିଲା ପରିକା ବି ନାହିଁ। ଏପଟେ କିଏ ରୋଷେଇ କରୁଥିଲା ନା କ'ଣ? ତାଙ୍କ ରୋଷେଇଶାଳା ଏଇଟା ଥିଲା। ଏଠି ରୋଷେଇ କରୁ ନା? ଏଇଠି ଗୋଟେ ବାଡ଼ ଥିଲା ନା? ହଁ ତାଙ୍କର ଏଠି ଗ୍ରିଲ୍ ଲଗା ହେଇଥିଲା। ଗ୍ରିଲ୍ ଲଗା ହେଇଥିଲା ନା? ଦେଖିପାରୁଥିବେ ବର୍ତ୍ତମାନ କିଭଳିଆ ଜାଗା। ଏବେ ପଡ଼ିଲା। ଏବେ କ'ଣ ପଇଲା ଏବେ? ଗଳି ପଡ଼ିବ ମତେ। ହଁ ସରି, ମଦ ବୋତଲ ବି ପଡ଼ିଛି ଏଠି। ଆଉ ଦେଖିକି ଆସ। ଜାଗାଟା ଭଲ ନୁହଁ। ଦେଖିବା ରାତିରେ କ'ଣ କରିବା। ଏବେ ଜାଗା ଦେଖିଲେ ଆକ୍ଚୁଆଲି ମୋତେ ପ୍ରକୃତରେ ହିଁ ଭୟ ଲାଗୁଛି। ଏ ଯେଉଁ ଗଛ, ଏଇଟା କଇଁଆ ଗଛଟିରେ। କଇଁଆ ଗଛ ପୁରା ସମ୍ପୂର୍ଣ୍ଣ ଖତରନାକ ହେଇଛି ଇଏ। ଛାତ ପୁରା ପେଟେଇ ରହିଲାଣି। ହଁ ଛାତଟା କୋଉଦିନ ଗଳି ହଁ, ପଡ଼ିବ। ହଁ, ସେପଟେ ଛାତ ତାଙ୍କର ସେପଟେ ଆଉ ବି ଘର ଅଛି। ଛାତ ପୁରା ପେଟେଇକି ଅଛି। ସେପଟେ ଯିବାକୁ ରାସ୍ତା ନାହିଁ। କୁଆଡ଼େ ଗଲୁ? ସେପାରେ ତ? ହଁ। ସେଇଠି ଟିକେ ଯାଇ ହେବନି? ନାଇଁ। ସେଇଠି ଚାଲନା ଯାଇକି ଆସିବା ହାରି। ସେଇଠୁ ଯାଇକି ଆସିବା ହାରି। ଆଚ୍ଛା, ସେଇଠୁ ଖାଲି ଯାଇକି ଆସିବା ହାରି। ଆମେ କାହିଁ ସିଆଡ଼େ ଯାଇକି ଏଇପଟେ ଯାଇ ଏଇପଟେ ଦେଖିପାରୁଥିବେ। ଦିନ ବେଳେ ବି ବହୁତ ଭୟ ଲାଗୁଛି। ରାତି କଥା କ'ଣ ଆଉ କହିପାରିବି। ଏବେ ସିଏ ବି ଗୋଟେ ବଖରା ଅଛି ନା, ତା ଭିତରକୁ ବି ଯାଇପାରିବେନି। ମାନେ ଯେଉଁ ନଟି ନୁଟା ହେଇଯାଇଛି, ସେ ଅବସ୍ଥା ଆଉ ନାହିଁ। ଅବସ୍ଥା ଆଉ ନାହିଁ ପୁରା। ଇଏ ବି ଗଛ ବି ଦେଖିଲେ ମୋତେ ଭୟ ଲାଗୁଛି। ଗଛଟା ବି ବହୁତ ଖତରନାକ ହେଇଛି ନା? କଇଁଆ ଗଛଟିରେ। ହଁ ବେ, କଇଁଆ ଗଛ ସେଇଭଳିଆ ଲାଗୁଛି। ନ କଇଁଆ ଗଛ। ଚା ଖେନି ନାଇଁ? କିଛି ନାହିଁ ଏଠି। ସେ ଚା ଖେନି, କିଛି ହାତ ମାରନି କି ଖାଅନି ଏଠି କିଛି ଜିନିଷ। ଉଫ୍, ଦେଖିପାରୁଥିବେ ବର୍ତ୍ତମାନ ସେଇ ଘର। କ'ଣଟା ଶୁଗା ହେଲା ନା? ହଁ, କ'ଣଟା ସବୁ ସାଉଣ୍ଡ ହେଲା ଦେଖି। ସେ ଘର ପୁରା ଭାଙ୍ଗି ଯାଇଛି, ପୁରା ଭାଙ୍ଗିକି ଅଛି ସେ ଘର। ଘର ଅବସ୍ଥା ନାହିଁ। ତା 5-6 ବର୍ଷ ହେଲା ଲୋକମାନେ ଆଉ ରହୁନାହାନ୍ତି ଏଠି। ରହୁନାହାନ୍ତି ନା? ତାଙ୍କ ପରିବାର ତ ନାହାନ୍ତି, କିଏ ତାଙ୍କ ରିଲେଟିଭ୍ ବି କେହି ନାହାନ୍ତି। ସେ ମାନେ ଏମିତି ଘର କରିଦେଇ ମାନେ ଭାଙ୍ଗି ରଖି ଗଲେ ନା। ସେପାଟା ହେଲା ତାଙ୍କର ଶାଳଟା। ଯାଇ ହେବନି ଲାଗୁଛି। ହଁ, ନାଇଁ ଯାଇ ହେବନି, ଯାଇ ହେବନି ଟୋଟାଲ୍। ଏତିକି ଜଙ୍ଗଲ ହେଇଛି ଭିତରେ। ପୁରା ସିଆଡ଼େ ବି ଦେଖୁନୁ, ପୁରା ସେଇଟା ଜଙ୍ଗଲ ପୁରା। ଆଉ ପୁରା ଏଇଟା ଖତରନାକ ହେଇଛି। ଏଇଟା ହେଉଛି ମୋତେ ଆକ୍ଚୁଆଲି ସବୁଠୁ ଆଜି ପର୍ଯ୍ୟନ୍ତ ଯେତକ ବି ଯାଇଛି, ଏଇ ଜାଗାଟା ମୋତେ ଦିନ ବେଳେ ଆକ୍ଚୁଆଲି ଭୟ ଲାଗୁଛି। ଆଉ ତ ତା ଭିତରକୁ ଖାଲି ତ ବାକି ଅଛି ଖାଲି ଜାଗାଟା। ତା ଭିତରୁ ତ ଆମେ ଯାଇପାରିବୁନି, କାହିଁକିନା କଣ୍ଟା ଫଣ୍ଟା ପକେଇ ଟୋଟାଲ୍ ଜାଗା ଫିଲ୍ କରିଦେଇଛନ୍ତି। କିନ୍ତୁ ଏ ଭିତରୁ ଯେଉଁ ଆମେ ଗଲେ, ଏଇ ଭିତରଟା ବି ଅତି ଖତରନାକ ହେଇଛି। ଏ ଭିତରଟା ଏଇଟା ଖତରନାକ ହେଇଛି। ସେଇଟା ଖାଲି ଜଷ୍ଟ ଥିଲା ବୋଲି ଆମେ ଯାଇକି ଗଲେ ହେରି। ସେ ଭିତରକୁ ଯିବାକୁ ରାସ୍ତା ଆଉ ବନ୍ଦ ହେଇଗଲାଣି ସବୁ। ଦେଖୁଛୁ ଏ ସବୁ କ'ଣ ସବୁ ପଡ଼ିଛି ଦେଖେ। ଏଇଟା ଯାହା ପଡ଼ିଛି ଏଠି, ସେଠି ପୁଣି ଅଛି। ସେଇଟା କ'ଣ ଖଟ ପଡ଼ିଛି ବି? ଲୋକ ରହୁଥିଲେ ନା। ଖଟ ପଡ଼ିଛି ତ ଦେଖାଉଥିବ ତ ଭିଡ଼ିଓରେ ଟିକେ ସେମିତି ଦେଖେଇଦେ। ତ ଜୁମ୍ କରିବାକୁ ବି ନଥିବ ବୋଧେ। ଖଟ ବି ପଡ଼ିଛି। ଆସବାବପତ୍ର କିଛି ବନି ଥିବ ନା, ସେ ଖରାପ ହେଇଯିବଣି। 5-6 ବର୍ଷ ହେଲାଣି ଯେହେତୁ। ଆଉ ଏପାଟା ବି ଇଏ ଖତରନାକ ଟିକେ ଅଛି, ପୁରା ଡେଞ୍ଜର। ରାତିରେ ଆସିବାଟା ବିପଦ ହବ। ଏଇ ଜାଗାଟା ରାତିରେ ରହିପାରିବୁନି। ମୁଁ ତତେ ଗ୍ୟାରେଣ୍ଟି ଦେଇ କହୁଛି, ଏଠି ତୁ ରାତିରେ ରହିପାରିବୁ ନାହିଁ। କାରଣ ଦିନ ବେଳେ ଆମେ ଯେତିକି ବର୍ତ୍ତମାନ ଫିଲ୍ ହେଉଛି ଆମକୁ, ଯେମିତି ଫିଲ୍ ହେଉଛି, ରାତିରେ ଏଠି ଟୋଟାଲ୍ ରହିପାରିବୁନି। ସେଇଟା ଯାହା ରହିପାରିବୁନି। ଦୁଇରେ, ଏଇ ଯେଉଁ ଛାତଟି ଆକ୍ଚୁଆଲି ପଡ଼ିଛି, ଏ ଛାତଟି ହିଁ ବିପଦ। କେଉଁ ମୁହୂର୍ତ୍ତରେ ଏଇଟା ଗଳି ଯାଇପାରେ, କାହିଁକିନା ବେଣ୍ଡ ହେଇକି ଅଛି, ଦେଖୁଛୁ ତ? ସେଇଟା ଯାହା ପୁଣି ସାମ୍ନାରେ କଇଁଆ ଗଛ। ଭୂତମାନଙ୍କର ନିବାସ ପୁରା ଭୂତମାନଙ୍କର ଏଇଟା ହେଉଛି ପେଣ୍ଠସ୍ଥଳୀ। ବାପରେ, ପୁରା ମାନେ ଖତରନାକ ହେଇଛି ଜାଗାଟି।
ଏ ଗଛଟାକୁ ଦେଖନ୍ତୁ ପୁରା ଗଛ ଯାଉ ଦେଖନ୍ତୁ ବର୍ତ୍ତମାନ ଗଛଟା କିଭଳି ଭାବରେ ହେଇଛି। ଭୂତ ତ ଏ ଗଛରେ ଝୁଲୁଥିବେ ରାତି ପାଇଲେ। ଦେଖେ ନାଇଁ ଆକ୍ଚୁଆଲି ଦେଖେ ଇଏ ହେଉଛି କଇଁଆ ଗଛ ପ୍ଲସ୍ ଏମିତି ଘର, ପୁଣି ଲେଖା ହେଇଛି ଭିତରେ ଭୂତ କୋଠି। ମାନେ ଯିଏ ନାହିଁ ସିଏ ଏଠି ମାନେ ଦିନ ବେଳେ ଭୟ କରେ ଯେ ଏ ଭିତରକୁ ଯିବାକୁ, ଛାନିଆ ହେଇଯିବ ତ। ଛାନିଆ ହେଇଯିବ। ଦେଖିବା ଆମେ ତ ଆଜି ଆସିଲେ ଦିନ ବେଳେ ଭିଡ଼ିଓଟା ଆମେ ଦେଖିଲେ, ଦେଖିବା ଯଦି ଯଦି କେବେ ଆଉ ଏପଟକୁ ଆସିବା ଆର ଶନିବାର ଆସିଲେ ଏଇଠି ହିଁ ପକେଇବା, ନହେଲେ ଭିତରେ ଆମେ ରହିବା, ବାହାରେ ରହିବାନି, ଭିତରେ ହିଁ ରହିବା। କ୍ୟାମ୍ପଟି ପକେଇ ଦେଇକି ପୁରା କ୍ୟାମ୍ପ ଭିତରେ ରହିକି ପୁରା ସେଫ୍ଟିରେ ରହିବା। ଦେଖିବା ସେଇଦିନ କ'ଣ ଆମ ସହିତ ହେଉଛି। କିଛି ଯଦି ଆକ୍ଟିଭିଟି ଦେଖାହେଲା, ଦେଖାଯିବ କମ୍ପଲସରି, ମୁଁ କହୁଛି ଆକ୍ଟିଭିଟି ଦେଖାଯିବ, ମୁଁ ସିଓର। କାରଣ ଯେଉଁଭଳି ଇଏ ଭୂତ ବଙ୍ଗଳା ଭଳି ଦେଖାଯାଉଛି, ବହୁତ ଦିନ ଧରି ଏଠି ତ ଲୋକମାନେ କେହି ରହୁନାହାନ୍ତି। ହଉ ସାଙ୍ଗମାନେ, ବର୍ତ୍ତମାନ ଆମେ ବ୍ଲଗ୍ଟି ଆଉ ବଡ଼ କରିବୁନି, ଆମେ ଏଇଠି ବର୍ତ୍ତମାନ ବ୍ଲଗ୍ଟି ରଖୁଛୁ। ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଏ ରୁମ୍ଟା ଆମେ ଦେଖେଇଲୁ, ଆଉ ବାକି ରହିଲା ଏ ରୁମ୍ଟା। ଏପଟେ ଯେଉଁ ରୁମ୍ଟା ରହିଲା ଦେଖାଉଛି ତ, ସେପଟେ ରୁମ୍ଟା, ଏପଟେ ଯେଉଁ ରୁମ୍ଟା ରହିଲା ଏଇଟା ଆମେ ଶନିବାର ଦିନ ପକେଇବୁ ରାତିରେ କ୍ୟାମ୍ପ, ଏଇଠି ହିଁ ରହିବୁ, ଆପଣଙ୍କୁ ଦେଖେଇବୁ ନିଶ୍ଚିନ୍ତ। ଆଉ ଟ୍ରାଏ କରିବୁ ଆମେ ସେ ରୁମ୍କୁ ଟ୍ରାଏ ଯିବାକୁ। କରିବୁ। ଆଉ ଗାଇଜ୍ ମାନେ କ'ଣ କରିଥିଲେ ସାଙ୍ଗମାନେ ଆମର କମେଣ୍ଟ କରିଥିଲେ ଗୋଟେ ବଡ଼ ଲାଇଟ୍ ଆଣ, ଅନ୍ଧାର ବି ଦେଖାଯାଉନି। ଆମେ ଆଜି ଗୋଟେ ଲାଇଟ୍ଟା କିଣିକି ହିଁ ନେବୁ ନିଶ୍ଚିନ୍ତ, କାହିଁକିନା ରାତି ଭିଡ଼ିଓଟା ଭଲରେ ଦେଖାଯାଉନି, ଆମେ ବି ଦେଖୁଛୁ। ଦେଖିବା ଆଉ ଗୋଟେ ବ୍ଲଗ୍ରେ ନାଇଟ୍ କ୍ୟାମ୍ପରେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।